हेलो फ्रेंड्स ଆଜିର ଗୋଟେ ବହୁତ ବଡ଼ ଟପିକ୍ କହିବା ପାଇଁ ଆସିଛି। ଆଜି ତ ହେଉଛି ଆମର ବିଶ୍ୱକର୍ମା ପୂଜା। ଆଜି ଗୋଟେ କଥା ଇମାଜିନ୍ କରୁଛ, ତମ ଜୀବନରେ କ'ଣ ହରେଇଛ? ଇମାଜିନ୍ କେବେ କରୁଛ? ଆଉ ଜୀବନରେ ସେ ଏମିତି ମୋଡ଼ ହେଇକି ଆସେ, ସେ କେବେ ଆମକୁ ଛାଡ଼ିଯାଏ। ସେଇଟା କ'ଣ ଜାଣିଛ? ଟିକେ ଇମାଜିନ୍ କର। ଜାଣିପାରୁନ? ସେଟା ହେଉଛି ମୋ ଭିତରେ ଥିବା ସେ କ'ଣ? ସେଟା କଷ୍ଟ। କଷ୍ଟ ଗୋଟେ ଏମିତି ଜିନିଷ, ଆଉ ଦୁଃଖ ଗୋଟେ ଏମିତି ଜିନିଷ ଯାହାକୁ ସେୟାର କରିହେବନି କି ବଟ୍ ସେଟା ଇମାଜିନ୍ କରିହେବ, ବଟ୍ ସେଟା କାହା ସହିତ ସେୟାର କରିହେବ। ମୁଁ ଜାଣିପାରୁଛି ବହୁତ ମନ ଦୁଃଖ ଅଛି। ସେ ଦୁଃଖ କଲେ ମିଳିବ କ'ଣ? ଯୋଉଟା ତ ଆମେ ହରେଇ ସାରିଛନ୍ତି ନା, ତାକୁ ହରେଇ ଦେଲେ ତାକୁ ଆମେ ଦ୍ୱିତୀୟବାର ପାଇପାରୁନା। ଆଉ କଷ୍ଟ ଆମ ଜୀବନରେ ବହୁତ ଆସେ। ଏମିତି କେତେ ମୋଡ଼ର କେମିତି କ'ଣ ବହୁତ ଆସେ କଷ୍ଟ, କିନ୍ତୁ ମୁଁ ଜାଣିଛି। ବଟ୍ ଖୁସି ଗୋଟେ ଏମିତି ଦିନରେ ଆସିବ, ଦେଖିବ ତୁମକୁ ବହୁତ ଖୁସି ଦେଉଛି। ବଟ୍ ଖୁସିଟା ବେଶୀ ଦିନ ରହିବନି, କଷ୍ଟଟା ଦୁଃଖଟା ବେଶୀ ଦିନ ରହିବ। ହେଲା, ଏମିତି ଦିନ ଗୋଟେ ଆସିବ, ଦେଖିବ ତୁମକୁ ବହୁତ ଖୁସି ଦେବ। ଆଉ ଏମିତି ଲାଗିବ କି ତୁମକୁ, ମାନେ ମୁଁ ଦୁନିଆରେ ମୁଁ ସବୁ ପାଇଯାଇଛି। ବଟ୍ କିଛି ନଥିବ, ବଟ୍ ମୁଁ ଏମିତି ଫିଲ୍ ହେବ କି ମୁଁ ଦୁନିଆରେ ସବୁ ପାଇଯାଇଛି। ପୁରା ମାଇଣ୍ଡ ଫ୍ରି ଲାଗିବ, ବହୁତ ଭଲ ଲାଗିବ। ହେଲା, ଦୁଃଖଟା ବି ତ ଆମ ମନ ଭିତରେ ଗୋଟେ ଅଲଗା ପ୍ରକାର କ'ଣ କହିଲ, ନେଗେଟିଭ୍ ଚିନ୍ତାଧାରା କରିଦିଏ। ଆଉ ଆମ ମନ ଭିତରେ ଗୋଟେ ମାନେ ଅଲଗା ପ୍ରକାର ଫିଲ୍ ବି କରାଏ। କାହିଁକି ଦୁନିଆ ରହିଛି, କ'ଣ ପାଇଁ ରହିଛି, କ'ଣ କରିବି? ତୁମେ ଭାଇ ନିଜେ କର ନା, ଯେ ଇମାଜିନ୍ କର ଜୀବନରେ କେବେ ବି କାହାକୁ କଷ୍ଟ ଥିବା ଦେଖିଛ? ଜୀବନରେ ସମସ୍ତଙ୍କର କଷ୍ଟ ଅଛି, ସମସ୍ତଙ୍କର ଦୁଃଖ ଅଛି। ବଟ୍ ମୁଁ ଜାଣିପାରୁଛି ତୁମ ଭିତରେ ବି କଷ୍ଟ ଅଛି। ସେଟା ଯିଏ ମୋ ଭିଡ଼ିଓ ଦେଖୁଛନ୍ତି, ମୁଁ ଜାଣିଛି ତୁମ ଭିତରେ ବି କଷ୍ଟ ଅଛି। ଗୋଟେ ଦିନ ଆସିବ ନା, ଗୋଟେ ଦିନ ଆସିବ, ଦେଖିବ ମନରେ ବହୁତ ଦୁଃଖ ରହୁଛି। ସେଟାକୁ ଟିକେ ତୁମ ସମୟ ପାଖେ ଆସୁଛି, ବହୁତ ଜଲ୍ଦି। ଟିକେ ଧୈର୍ଯ୍ୟ ଧର। କଷ୍ଟ ଟିକେ ଧୈର୍ଯ୍ୟ ଧରି ଯାଅ, ସୁଖ ଆଖି ପାଖି ଆସୁଛି। ହେଲା, ମୋ ମନରେ ବହୁତ କଷ୍ଟ ଅଛି।